अभी भी नहीं आया, अभी तक नहीं आया। नहीं आया। हाँ नहीं देखा, मैं नहीं देखा अंदर। मैं बाहर काम कर रहा था ना, हाँ मैं नहीं देखा। हाँ, जाओ जाओ जाओ। बर्तमान ये हूँ एक फार्म हाउस। ये फार्म हाउस रे बर्तमान सब एमती नजारा। एथिरे सब रोचंती श्रमिक माने। श्रमिक मानकर रूम सब एमती। मुंबई रे ये फार्म हाउस गोटे बर्तमान। मुंबई रे थे ये एक फार्म हाउस। ये फार्म हाउस रे सब लोक एंजॉय करने आसती। ये आउटसाइड मुंबई एरिया। बर्तमान सब काम चलती। आहरी सब लोक बर्तमान काम चलती सब। बर्तमान ये फार्म हाउस रे बर्तमान आहरी काम चलती। देखो ये फार्म हाउस रे बर्तमान बहुत लोग आसते एंजॉय करने वर्षा सीजन रे। ये मुंबई रे आउट साइड एरिया रे लोनावाला पाखापाखि सब फार्म हाउस लोक रहा आसती एंजॉय करने आसती। आ सब आप देखा देखो बर्तमान काम चलती फार्म हाउस। देखो ये बर्तमान मुंबई रे थे एक मुंबई आउट साइड रे ये फार्म हाउस लोक बर्तमान ये सब एंजॉय करने आसती। एकदम भल नजारा दृश्य भी बहुत बढ़िया। लोक मैंने
ମଜା ଆସିଯାଏ ଏସବୁ ଆଉଟ୍ ସାଇଡ୍ ଏରିଆରେ ଫାର୍ମ ହାଉସ୍ରେ ସିନେରୀ ସବୁ ଭଲ ଲାଗେ। ବର୍ଷା ଦିନରେ ଏନ୍ଜୟ କରିବା ପାଇଁ ସବୁ ସହରରୁ ବମ୍ବେ ସହରରୁ ଲୋକମାନେ ଆଉଟ୍ ସାଇଡ୍ ଏରିଆକୁ ପଳେଇ ଆସନ୍ତି। ଏଠି ସବୁ ଦେଖନ୍ତୁ ସବୁ ଗାଧୁଆ ଘର ସବୁ ରହିଛି ଶ୍ରମିକମାନଙ୍କ ପାଇଁ, ଆଉ ଗେଷ୍ଟଙ୍କ ପାଇଁ ଅଲଗା। ଇଏ ଦେଖନ୍ତୁ ବର୍ତ୍ତମାନ ଇଏ ହେଉଛି ଏଇଟା ଗୋଟେ ଗାଁ, ଛୋଟ ଗାଁ ପାଖ ଦେଇକି ଫାର୍ମ ହାଉସ୍ ପାଖ ଦେଇ ଗୋଟେ ଛୋଟ ଗାଁ, ତା ପାଖକୁ ପାହାଡ଼ ଗୋଟେ ରହିଛି, ବିରାଟ ପାହାଡ଼ ଦେଖିପାରୁଥିବେ ବର୍ତ୍ତମାନ। ଭଲ ନଜାରା ଏନ୍ଜୟ କରିବା ପାଇଁ ଲୋକମାନେ ସହରରେ ମାନେ ବିରକ୍ତି ଆସିଯାଏ, ସେଥିପାଇଁ ଲୋକମାନେ ଆସନ୍ତି ଏଠି ବୁଲିବା ପାଇଁ ଏ ଫାର୍ମ ହାଉସ୍କୁ। ଆଉ ଦେଖନ୍ତୁ ପାଖ ଦେଇ ଗୋଟେ ନଦୀ ବୋହି ଯାଇଛି। ଆଉ ବର୍ତ୍ତମାନ ଦେଖନ୍ତୁ ଏଇଟା ହେଉଛି ଗୋଟେ ଭଲ ବୁଲିବା ଜାଗା ଆଉଟ୍ ସାଇଡ୍ରେ, ବମ୍ବେ ଆଉଟ୍ ସାଇଡ୍ରେ, ମୁମ୍ବାଇର ଆଉଟ୍ ସାଇଡ୍ରେ ଇଏ ସବୁ ଦୃଶ୍ୟ। ବର୍ତ୍ତମାନ ଏ ପାଖାପାଖି ଲୋନାବାଲା ପାହାଡ଼ ଏଇଟା। ଦେଖିପାରୁଥିବେ ଏଇଟା ଏখানে ଲୋନାବାଲା ପାହାଡ଼। ବର୍ତ୍ତମାନ ପାହାଡ଼ଠୁ ଆମେ ବହୁତ ଦୂରରେ ଅଛୁ, ବହୁତ 5-6 କିଲୋମିଟର ଦୂରରେ ଅଛୁ। ଏଇଟା ଗୋଟେ ଗାଁକୁ ରାସ୍ତା ଯାଇଛି। ବର୍ତ୍ତମାନ ଏଠି ଲୋକମାନେ ସବୁ ଏଇ ଛୋଟ ଗାଁଟେ ପାଖାପାଖି ଛୋଟ ଗାଁଟେ, ସେ ଯିବା ଆସିବା ବାଟ ଏଇଟା। ଏ ଦେଖନ୍ତୁ ସବୁ ସେ ଛୋଟ ଗାଁଟାକୁ ସବୁ ବର୍ତ୍ତମାନ ଗାଡ଼ି ଯାଉଛି। ପାଖ ଦେଇ ଗୋଟେ ନଈ ଯାଇଛି, ଦେଖନ୍ତୁ ନଈ ଗୋଟେ ପାଖ ଦେଇ ଛୋଟ ନଈ ଗୋଟେ ଯାଇଛି ପାଖାପାଖି। ଏଇଟା ଦେଖନ୍ତୁ ଶ୍ରମିକ ମାନଙ୍କର ସବୁ ଗାଧୁଆ ପାଧୁଆ ଘର, ଗାଧେଇବା ଟଏଲେଟ୍ ଘର ସବୁ। ଶ୍ରମିକ ମାନେ ଏଠି ଯେଉଁ ରୁହନ୍ତି, କାମ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା ରହିଛି। ୟାର ଚାରିପାଟରେ ସବୁ କମ୍ପାଉଣ୍ଡ ରହିଛି, ଦେଖନ୍ତୁ କେମିତି ସବୁ ବଢ଼ିଆ କମ୍ପାଉଣ୍ଡ ହେଇକି ରହିଛି। ବଢ଼ିଆ ପୁରା ପ୍ରାକୃତିକ ଜାଗା, ଗାଁ ଭଳି ଜାଗା। ଏଠି ରହିବାକୁ ମଜା ଲାଗେ, ଭଲ ଲାଗେ। ଆମେ ବୁଲିବାକୁ ଆସୁ ବର୍ତ୍ତମାନ ସେଇ ଫାର୍ମ ହାଉସ୍କୁ। ଆଉ ସେ ଫାର୍ମ ହାଉସ୍ରେ ଦେଖନ୍ତୁ ସବୁ କେମିତି ସବୁ ଗଛ ଲଗା ହେଇଛି, ବାଉଁଶ ଗଛ, ପୁରା ଗାଁ ଭଳି ଲାଗେ। ଫିଲିଙ୍ଗସଟା ପୁରା ଗାଁ ଭଳି ଲାଗେ। ଆଉ
ଗାଁଟା ଏ ମେନ୍ ରୋଡ଼ରୁ ଅଧିକ ଦୂର ହେଇଥିବାରୁ ସେଥିପାଇଁ ଏଠିକାର ଲୋକମାନେ ମ୍ୟାକ୍ସିମମ୍ ସବୁ ଅଟୋ ବ୍ୟବହାର କରନ୍ତି। କାହିଁକିନା ଗାଁଟା ଟିକେ ଅନେକ ଦୂର, 5-7 କିଲୋମିଟର, ମେନ୍ ରୋଡ଼ରୁ 7 କିଲୋମିଟର ଦୂର। ତେଣୁକରି ଏଠିକାର ଗାଁ ଲୋକମାନେ ମ୍ୟାକ୍ସିମମ୍ ବାଇକ୍ କିମ୍ବା ଅଟୋରେ ଯିବା ଆସିବା କରନ୍ତି। ଆଉ ବର୍ତ୍ତମାନ ଦେଖନ୍ତୁ ଏ ଆମ ଫାର୍ମ ହାଉସ୍ ପାଖରେ ସବୁ ନଜାରା, ମାନେ ପ୍ରାକୃତିକ ପୁରା ଗାଁ ଭଳି ଲାଗେ, ଓଡ଼ିଶା ଭଳି ଲାଗେ ଏଠି। ଆମେ ସେଇଥିପାଇଁ ବୁଲିବାକୁ ଆସିଥିଲୁ କି ଚାଲ ଦେଖିବା। ସହରରେ ତ ବୁଲି ବୁଲି ଆମକୁ ବିରକ୍ତି ଆସିଗଲାଣି, ସେଥିପାଇଁ ଆମେ ଭାବିଲୁ ଚାଲ ଟିକେ ଆଉଟ୍ ସାଇଡ଼୍ରେ ବୁଲିକି ଆସିବା, ଯେଉଁଠି ଆମକୁ ଗାଁ ଭଳି ଓଡ଼ିଶା ଭଳି ଲାଗୁଥିବ ବା ଗାଁ ଭଳି ଲାଗୁଥିବ। ତେଣୁକରି ଆମେ ନିଶ୍ଚିତ କରି ଆସିଲୁ ଏ ଫାର୍ମ ହାଉସ୍କୁ ବୁଲିବା ପାଇଁ। ଆଉ ବର୍ତ୍ତମାନ ଏଠିକାର ନଜାରା ବହୁତ ବଢ଼ିଆ, ପୁରା ଗାଁ ଭଳି ଲାଗୁଛି। ପାହାଡ଼ ନଦୀ ଫଦୀ ସବୁ ରହିଛି, ଦେଖନ୍ତୁ ଏ ସବୁ ନଦୀ ଆଉ ପାହାଡ଼ ସବୁ ରହିଛି। ନଦୀ ସହିତ ପାହାଡ଼, ଗାଁ, ଛୋଟ ଗାଁଟେ ଏଇ ପାହାଡ଼ ପାଖରେ ଅବସ୍ଥିତ, ଭଲ ଲାଗେ। ବଢ଼ିଆ। ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ତ ମୁଁ ଏକ୍ସପ୍ଲେନ୍ କରିପାରିବିନି, ମାନେ ଠିକ୍ରେ କହିପାରିବିନି, କିନ୍ତୁ ଦେଖନ୍ତୁ ଗୋଟେ ନଦୀ ସହିତ ରାସ୍ତା, ଗାଁକୁ ଯାଉଥିବା ଗୋଟେ ରାସ୍ତା, ତା ସହିତ ପୁଣି ପାହାଡ଼, ଏମିତି ନଜାରା ବହୁତ କମ୍ ଦେଖିବାକୁ ମିଳିଥାଏ। ଆଉ ଏ ନଜାରା ଦେଖିବାକୁ ଆମକୁ ବହୁତ ଭଲ ଲାଗୁଛି। ଆମେ ପ୍ରକୃତରେ ଏନ୍ଜୟ ଲାଗୁଛି ଯେ ଏ ଓଡ଼ିଶାରେ ଆମେ କେଉଁଠି ରହିଲା ଭଳିଆ ଆମକୁ ଲାଗୁଛି। କିନ୍ତୁ ବହୁତ ମଜା ଆସିଗଲା ଏଠି ଆମେ ବୁଲିବାକୁ ଆସିଲୁ, ଭଲ ଲାଗିଲା ଏଇ ଜାଗାଟା। ଇଏ ଲୋନାବାଲା ଯିବା ରାସ୍ତାରେ ପଡ଼େ ଏଇ ଜାଗାଟା ନାଁ ହେଉଛି ସିଡନ୍। ବଢ଼ିଆ ଲାଗୁଛି। ଆଉ ବର୍ତ୍ତମାନ ଭିଡ଼ିଓକୁ ଆଉ ଅଧିକ ଲମ୍ବା କରିହେବନି, ତେଣୁକରି ମୁଁ ଭିଡ଼ିଓଟିକୁ ଏଠି ସମାପ୍ତି କରୁଛି। ଆଉ ଆପଣ ଯଦି ଭିଡ଼ିଓଟି ଭଲ ଲାଗିଥିବ, ପସନ୍ଦ ଆସିବ, ଏବଂ ଭଲ ଲାଗେ ଯଦି ଭିଡ଼ିଓଟି ଲାଇକ୍ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।